ସକାଳୁ ଆଦି ବାବା ମୋର ତାଙ୍କ ଟାଇମରେ ବାହାରି ଗଲେ ଅଙ୍ଗନବାଡି। ବ୍ରେକଫାଷ୍ଟ ଖାଇଥିଲି ମୁଁ ଡବାରୁ 2ଟି ବିସ୍କୁଟ କାଢି। ଲଞ୍ଚରେ ଭାତ ବୁଟ ତରକାରୀକୁ ସାଇଡରେ ଥିଲା ଆମ୍ବୁଲ ପାଣି। ଖାଲି ସେଇ ଆମ୍ବୁଲ ପାଣି ଲଗେଇ ଦେଇଥିଲି ଥାଳିଏ ଭାତକୁ ଟାଣି। ଖାଇସାରିଲା ପରେ ମସ୍ତ ନିଦ ଆସିଗଲା। 4ଟା ବେଳେ ସୁଲୁସୁଲିଆ ପବନ ଖାଇବାକୁ ଛାତ ଉପରକୁ ଯିବାର ହେଲା। ଛାତ ଉପରେ ଥାଇ ନଜର ପଡିଲା ଆମ ଗଛରେ କେତେ ଗୁଡେ ହେଇଛି ପାକଳିଆ ସଜନା ଛୁଇଁ। ତଳକୁ ଓହ୍ଲେଇ ଆସି ନଗି ସାହାଯ୍ୟରେ ଛୁଇଁ ସବୁ ପାରିଥିଲି ଆଜି ରାତିରେ ଭାଜିବା ପାଇଁ। କଥାରେ ନାହିଁ ତଟକା ତଟକା ବାଡିର ଫଳ ଖାଇଲେ ହୁଅଇ ଦେହରେ ବଳ। ସନ୍ଧ୍ୟାବେଳେ ମୁଢି ମିକ୍ସଚରରୁ କଂସେ ଗୋଳେଇ ଟାକୁ କରି ଦେଇଥିଲି ସବୁ ଚଲେଇ। ଆସନ୍ତୁ ଦେଖିବା ଆଜି ମୁଁ କିପରି କରେ ସଜନା ଛୁଇଁ ଆଳୁ ବେସର ଦେଇ ଭଜା। ଏମିତି କରି ଖାଇଲେ ପାଇବେ ତାର ଅସଲ ମଜା। ପ୍ରଥମେ ମୁଁ ଛୁଇଁ ଆଳୁକୁ ଟିକେ ସିଝେଇ ଦେଲି। ତାପରେ କିଛି ସମୟ ତେଲରେ ପିଆଜ ଭାଜି ସୋରିଷ ମସଲାକୁ ପକେଇଥିଲି। ଆବଶ୍ୟକୀୟ ସାମଗ୍ରୀ ସବୁ ପକେଇ କିଛି ସମୟ ମସଲାକୁ ଭଲ ଭାବେ କଷି ଦିଆଇ ଶେଷରେ ସିଝି ଯାଇଥିବା ପରିବାକୁ ଜାଡି ଧୀରେ ଧୀରେ କରି ସେ ପର୍ଯ୍ୟନ୍ତ ଖେଳିଲି ଯେପର୍ଯ୍ୟନ୍ତ ନାଲି ଯେମିତି ନ ଯାଇଛି ପଡି। ରାତିରେ ପେଟେ ପଖାଳ ସାଙ୍ଗରେ ଭଜା ଲଗେଇ ଦେଇଥିଲି ଖାଇ। ମୋ ଚ୍ୟାନେଲକୁ ସବସ୍କ୍ରାଇବ ନ କରିଥିଲେ କରିଦିଅନ୍ତୁ ଯାଇ। ଜୟ ଜଗନ୍ନାଥ।